ଘଟିଛି ଆମ ବିଶ୍ୱ ନିର୍ବାଚନ ମଣ୍ଡଳ ମାଟିଆଗଡ଼ ପଞ୍ଚାୟତ କି କାଲିନେ ପହରଦିନ ଜଣେ ବୃଦ୍ଧ ଲୋକ ଜଙ୍ଗଲ ମାନେ ଗାଁକୁ ଲାଗିକି ଯାଇଥିଲା ପତ୍ର ତୋଳିବା ପାଇଁ, ସେଥିରେ ଅଜଣା ଜନ୍ତୁ ହାବୁଡ଼ାରେ ଶିକାର ହୋଇଛି। ବର୍ତ୍ତମାନ ତଦନ୍ତ ଚାଲିଛି। କେଉଁ ଜନ୍ତୁଙ୍କ ଦ୍ୱାରା ସେ ହତ୍ୟା କଲେ, କେଉଁ ଜନ୍ତୁ ଦ୍ୱାରା ସେ ତାଙ୍କର ଜୀବନଟା ହାନିଛି, ସେ ଦିଗରେ ବିଭାଗ ଆସିଛି, ତଦନ୍ତ କରୁଛି। ତା ରିପୋର୍ଟ ଆଣିଲା ପରେ ଜଣାହେବ। ସାର୍ କ'ଣ ସବୁ କଥା ହେଇଥିଲା? ଦେଖନ୍ତୁ, ଯାହା ଯାହା ଆମର ପ୍ରାଇମେରୀ ଷ୍ଟେଜ୍ରେ ଯେଉଁଟା ସାମ୍ପଲ୍ କଲେକ୍ସନ୍ ହୋଇଛି, ଯଦି ଆମର ବାଘ କିମ୍ବା ଜନ୍ତୁ ଯଦି ମାରିଥିବ ନିଶ୍ଚିତ ଭାବରେ ଜଣାପଡ଼େ। କାହିଁକିନା ସେ ଯେଉଁ ମଣିଷ ରଖିଛି କୌଣସି ପାର୍ଟ ନାହିଁ, ଖାଲି ଗୋଡ଼ଟା ଅଛି, ସେଥିପାଇଁ ତାକୁ ତଦନ୍ତର ସାପେକ୍ଷ ଅଛି। ପୋଲିସ ମଧ୍ୟ ତଦନ୍ତ କରୁଛି, ଫରେଷ୍ଟ ଡିପାର୍ଟମେଣ୍ଟ ସାମ୍ପଲ୍ ନେଇଛି। ଯଦି ଜନ୍ତୁ ମାରିଥିବ ନିଶ୍ଚିତ ଭାବରେ ସାମ୍ପଲ୍ ଟେଷ୍ଟ କଲା ପରେ ଜଣାପଡ଼ିବ। ଆମେ ଏପର୍ଯ୍ୟନ୍ତ ବାଘ କହିପାରିବା ସାର୍? କାରଣ କାଲି ଗୁଡ଼ାଏ ଗଣମାଧ୍ୟମରେ ଆସିଲା ବାଘ ବୋଲି। ବାଘ ବୋଲି କହିପାରିବନି। ବାଘର ଯାହା ଆମ ଫରେଷ୍ଟ ଡିପାର୍ଟମେଣ୍ଟ କହୁଛି ଯେ ବାଘ ସେମିତି କୌଣସି ଜନ୍ତୁକୁ ଖାଏନି। ଆଉ ଯଦି ଖାଇବ 2 ଦିନ 3 ଦିନ ଧରିକି ଖାଇବ, ଜଗିବ, ଏଭଳିଆ ସିମ୍ପଟମ୍ ଅଛି ଯାହା ଆମର ଫରେଷ୍ଟ ଡିପାର୍ଟମେଣ୍ଟ ବଡ଼ ବଡ଼ ସାଇଣ୍ଟିଷ୍ଟମାନେ କହୁଛନ୍ତି। କିନ୍ତୁ ଏ ଯେଉଁ ଲୋକ ମଲା ପରେ କୌଣସି ଚିହ୍ନବର୍ଣ୍ଣ ନାହିଁ, କେବଳ ଗୋଡ଼ଟା ଅଛି, ସେଥିପାଇଁ ଡାଉଟ୍ କରୁଛି କ'ଣ ହେଇଥିବ। ଜନ୍ତୁ ମାରିଲେ କି ଆଉ କିଏ ମାରିছে, ସେ ଦିଗରେ ତଦନ୍ତର ସାପେକ୍ଷ ଅଛି। ସେଥିପାଇଁ ଆପଣ ଟିକେ ୱେଟ୍ କରନ୍ତୁ।